ନା ହଉଛି କଲ୍ୟାଣୀ ସ୍ୱାଇଁ, କଳପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱରେ ଅଛି ଆଉ। ଆଜ୍ଞା ମୁଁ ହଉଛି ପ୍ରଧାନ ଶିକ୍ଷୟତ୍ରୀ ଇନଚାର୍ଜ। ଆଉ ମୋର ସ୍ୱଭାବ ହଉଛି ସବୁ ଜିନିଷ ଆକ୍ଚୁଆଲ ରିଅଲ ଜିନିଷ ପ୍ରକାଶ କରିବା। ଯେତେବେଳେ ମୁଁ ଚାର୍ଜ ପ୍ରଥମେ ନେଲି, ଆମର ଯେ ବାଇଧର ସାର୍ ପୁରୁଣା ହେଡମାଷ୍ଟର ଥିଲେ, ତାର ମାସକ 2 ମାସ ପୂର୍ବରୁ ସେମାନେ ସ୍କୁଲରେ ଯେତକ ଆରମ୍ଭରୁ ଯାହା କାଠ ଗ୍ରିଲ ଆଉ ଥିଲା ଆମର ବେଞ୍ଚ ଡେସ୍କ ପୁରୁଣା ସବୁ ଯାକ ବିକ୍ରି କରିବା ଆରମ୍ଭ କଲେ। ତେଣୁ ସେତେବେଳେ ଆମର ଭୂତପୂର୍ବ ମୋ ସ୍କୁଲର ପ୍ରେସିଡେଣ୍ଟ ସୁରେନ୍ଦ୍ରନାଥ ଜେନା ଥିଲେ, ସୁଶୀଲ କୁମାର ଜେନା ଥିଲେ, ତାଙ୍କ ସହିତ ପବିତ୍ର ଯେ ୱାଚ୍ ଆଣ୍ଡ ୱାର୍ଡ ଅଛି, ଏମାନେ ସବୁ ମିଳିତ ଭାବରେ ପ୍ରଧାନ ଶିକ୍ଷକକୁ ମାନେ ତାଙ୍କୁ ୱାର୍ଣ୍ଣିଂ ଦେଇକିରି ବିକେଇଛନ୍ତି ଯେ ତମେ ଯଦି ନ ବିକିବ ଆମେ ଅସହଯୋଗ କରିବୁ। ତେଣୁ ସେ ଶିକ୍ଷକ ବହୁତ ଚାଲାକ ଥିଲେ। ତେଣୁ ବିକିଲେ ଯଦିଓ କିନ୍ତୁ ରେକର୍ଡିକାଲି ରଖିଛନ୍ତି। ଜାଳେଣୀ କାଠ ନାଁରେ 201 କ୍ୱିଣ୍ଟାଲର ରେକର୍ଡ ଅଛି। ଆଚ୍ଛା ମତେ ଏତିକି ଟିକେ କ୍ଲାରିଫିକେସନ ଦରକାର ଯେ କୌଣସି ବିଦ୍ୟାଳୟରେ ଏତେ ପରିମାଣର ଜାଳେଣୀ କାଠ କାହିଁକି ଆସିଲା ଆଉ କାହିଁକି ବିକ୍ରୟ କରାଗଲା, ଆଉ ଯଦି ବିକ୍ରୟ କରାଯାଇଛି ଡିଓଙ୍କର କିଛି ପରମିଶନ ନିଆଯାଇଛି କି? ତେଣୁ ଯେତେବେଳେ ସେମାନେ ଆଜ୍ଞା ଆମେ ପ୍ରତିବାଦ କରିଛୁ, କିନ୍ତୁ ପ୍ରଧାନ ଶିକ୍ଷକ ଆମ କଥା କିଛି ଭ୍ରୁକ୍ଷେପ କଲେନି। ସେଟା ମଧ୍ୟ ଭାଇ ରେକର୍ଡିଂ ଆମର ରେକର୍ଡ ରହିଛି ରିଜଲ୍ୟୁସନରେ ଯେ ସେମାନେ ବିକ୍ରି କରି ତାଙ୍କୁ ଗୋଟେ ଦାୟିତ୍ୱ ଦିଆଯାଇଛି ସୁଶୀଲ କୁମାର ଜେନାଙ୍କୁ ଯେ ଯାହା ପୁରୁଣା ଗ୍ରିଲ ଇତ୍ୟାଦି ଅଛି ବିକ୍ରି କରି ଆପଣ ମଧ୍ୟାହ୍ନ ଭୋଜନ ପାଇଁ ଥାଳି ମଗ ଇତ୍ୟାଦି କିଣିବେ। ତାଙ୍କୁ କିଣା ରେକର୍ଡ ମଧ୍ୟ ଅଛି ତାଙ୍କ ନାଁରେ। ସେ କିଣିଛନ୍ତି 15,000 ଟଙ୍କାର ଜିନିଷ, କିନ୍ତୁ ଏପର୍ଯ୍ୟନ୍ତ ହ୍ୟାଣ୍ଡ ଓଭର ହେଇନି। ଯାହାକୁ ହଁ ଗ୍ରିଲ ପଇସା ସେ ତାଙ୍କୁ ରେକର୍ଡ ଅଛି ଯେ ଗ୍ରିଲ ବିକ୍ରି କରି ଏସବୁ କିଣିବା ପାଇଁ। ତେଣୁ ସେ କିଣିଛନ୍ତି ଏବଂ ତାର ରେକର୍ଡ ମଧ୍ୟ, କିନ୍ତୁ ସେଇ ଅଟରେ ଯୋଉମାନେ ବିକ୍ରି କରିଛନ୍ତି ସେଇ ଅଟରେ। ଆଉ ସେ ଯୋଉ ପବିତ୍ର, ହଁ ଆମେ ଜାଣିଛୁ ସେଟା ଜାଣି ଶୁଣି ମିସଗାଇଡ କରିବା ପାଇଁ କରାହେଇଛି। କାହିଁକି ନା ହଁ ମୁଁ କଥା ହେଇଛି, ଏଟା ସତ କଥା। ମୁଁ କହିଛି ହଁ ଗ୍ରିଲ ପବିତ୍ର ଯେତେବେଳେ ମତେ ପଚାରିଛି ମୁଁ ହଁ ଗ୍ରିଲ ଯୋଉ ଜାଗାରେ ରହିବା କଥା ତାର ରହିଛି, ତୁ କାହିଁକି ଓରିଡଉଛୁ? ତାମାନେ ସେ କଥାକୁ ସେ ରେକର୍ଡିଂ କରି ଉପସ୍ଥାପନ କରିଛି, ପରବର୍ତ୍ତୀ ମୁହୂର୍ତ୍ତରେ ଏଟାକୁ ସେଭ କରି ରଖିଦେଲା ମତେ ଚକ୍ରାନ୍ତ କରି ଫସେଇବା ପାଇଁ। ଆଉ କଣ, ମୁଁ ପୁରା ନିର୍ଦ୍ଦୋଷ। ଆଉ ଗୋଟେ କଥା ହଉଛି କଣ, ରୋଷେଇ କାମର ଯୋଉ କାଞ୍ଚନବାଳା ସ୍ୱାଇଁ ଅଛନ୍ତି, ସିଏ ସୁଶୀଲ କୁମାର ଜେନାଙ୍କ ନାଁରେ ରେପ୍ କେସ୍ ଦେଇଛନ୍ତି। ତାଙ୍କର ଫ୍ୟାମିଲିଆର ଗଣ୍ଡଗୋଳ ଅଛି। ତେଣୁ ଯେତେବେଳେ ରେପ୍ କେସ୍ ଟା କଣ୍ଟିନ୍ୟୁଅସ ଚାଲିଛି, ସୁଶୀଲ କୁମାର ଜେନା ମତେ ବଳି ପକେଇକିରି ସେ କେସ୍ ରୁ ଉଧୁରିବାକୁ ଚାହିଁଛନ୍ତି। ତେଣୁ ସେ କାଞ୍ଚନବାଳା ସହିତ ଗୋଟେ ଡିଲ୍ କରିଛନ୍ତି ଯେ ମୁଁ ତତେ ଚାଉଳ ଦାୟିତ୍ୱଟା ଦିଦିଙ୍କ ଠାରୁ ଆଣିକି ଦେବି। କାହିଁକି ନା ସେ ଇଲିଗାଲି ଚାଉଳକୁ ଷ୍ଟକ୍ କରି ରଖୁଥିଲେ। କାହିଁକି ନା ପ୍ରଧାନ ଶିକ୍ଷକ ଚାଉଳ ରିସିଭ କରୁନଥିଲେ, ସେ ପ୍ରଧାନ ଶିକ୍ଷକଙ୍କୁ ମୋଟିଭେଟ କରିକି ନିଜେ ରିସିଭ କରୁଥିଲେ। ଯାହା ବଳକା ଚାଉଳ ଘରକୁ ନଉଥିଲେ, ଏମିତିକି ଚାଉଳ ବାଲା ଠାରୁ ମଧ୍ୟ ପଇସା ନେଇକିରି ଅଖାକୁ ତାଙ୍କୁ ମାନେ ରିସିଭ ହଉଥିଲା 9 କ୍ୱିଣ୍ଟାଲ, ଆକ୍ଚୁଆଲି ଆସୁଥିଲା 18ଟା ବସ୍ତା ଜାଗାରେ 16ଟା, 2ଟା ବସ୍ତା ସେ ପଇସା ରଖୁଥିଲେ। ଯେତେବେଳେ ମୁଁ ସବୁ ଧରିଦେଲି, ତେଣୁ ମୋ ପଛରେ ସେମାନେ ଲାଗି ପଡିଲେ। ଆଉ ଏ କାଞ୍ଚନବାଳା ସହିତ ତାଙ୍କ ସହିତ ଡିଲ୍ କଲା, ଯଦି ତମେ କଲ୍ୟାଣ ଦିନକୁ ଏଠୁ ହଟେଇ ଦିଅ ତାହେଲେ ମୁଁ ତମଠାରୁ ରେପ୍ କେସ୍ ଉଠେଇ ନେବି, ସଦର ଥାନାରେ ଥିବା ରେପ୍ କେସ୍ ମୁଁ ଉଠେଇ ନେବି। ତେଣୁ ଏଟା ହଉଛି ସମ୍ପୂର୍ଣ୍ଣ ଗୋଟେ ଚକ୍ରାନ୍ତ ମତେ କହିବା। ଆଉ ମୋର କୌଣସି ବି ଦୋଷ ନାହିଁ। ଯଦି ବି ସରକାର ମତେ ସେଟା ସମ୍ପୂର୍ଣ୍ଣ ଭିତ୍ତିହୀନ, ମତେ ଶୁଣିଲେ ହସ ଲାଗୁଛି। ମୋ ଘର ବିଦ୍ୟାଳୟର ସେପଟରେ ମୋ ଘର। କିଛି ଦରକାର ହେଲେ ମୁଁ ଘରୁ ବି ଜିନିଷ ନେଇକି ଯାଏ। ଯଦି ସେମାନେ, ମୁଁ ତାଙ୍କୁ ଯେତେ ଥର କହିଛି, ମୁଁ ବାରମ୍ବାର କହିଛି ଯେ ମତେ ଗାଡିରେ ଧରିକିରି ଦେଖାନ୍ତୁ। ବହୁତ ଥର କହିଛି, ଖାଲି ଚାଉଳ ନୁହେଁ ଅଣ୍ଡା ପାଖରୁ ବିଭିନ୍ନ ଜିନିଷ ନେଇଯାଉଛନ୍ତି। ପଇସା ନେଇଛନ୍ତି, ପଇସା ନେଇକିରି କିଣୁଛନ୍ତି, କିନ୍ତୁ ଷ୍ଟକ ରେ କୌଣସି ଜିନିଷ ରଖିନାହାନ୍ତି। ସବୁ ନେଇ ପଇସା ନେଇ ବାଣ୍ଟିକି ଖାଇ ଦେଇଛନ୍ତି। ଆଉ ଗ୍ରିଲ ମଧ୍ୟ ବାଣ୍ଟି କବାଟ ମୋ ମାଧ୍ୟମରେ ବିକ୍ରି ହଉନି, ସେଟା ପୁରୁଣା ପ୍ରଧାନ ଶିକ୍ଷକଙ୍କ ବେଳକୁ ସେଟା ବିକ୍ରି କରାଯାଇଛି। ପୁରୁଣା ଯୋଉ ପ୍ରଧାନ ଶିକ୍ଷକ, ମୁଁ ସେଇଟା ଯୋଉଟା କହୁଛି ସେଇଟା ଏବେକାର ରେକର୍ଡିଂ ନାହିଁ। ସେଟା ଯେତେବେଳେ ପ୍ରଧାନ ଶିକ୍ଷକ ମତେ ଦାୟିତ୍ୱ ଦେଇ ଯାଇଥିଲେ, ଘର ସଫେଇ ମୁଁ କରୁଥିଲି, ସେ ସମୟର ରେକର୍ଡିଂ। ତେଣୁ ବର୍ତ୍ତମାନ ତାକୁ ପ୍ରେଜେଣ୍ଟ କରାଯାଇଛି। ଆଉ ତେଣୁ ରେକର୍ଡିଂ ର କଣ ସମୟ ସେଟା ଦେଖଉଛି କି ନାଇଁ ଏଇ ସମୟ ରେକର୍ଡିଂ ବୋଲି, ଗୋଟା ଚକ୍ରାନ୍ତ କରାହେଇ ସେଟିଂ କରାହେଇଛି। ଆଉ ଆଜିକାଲି ଭିଡିଓ ତ ସ୍ମାର୍ଟ ଜିନିଷ ହେଇଗଲାଣି ନା, କୋଉଠି ନେଇ କୋଉଠି ଜାଗାରେ ପକେଇଦେଲେ ସେଟିଂ କରିଦେଲେ ଠିକ ହେଇଯିବ, ସେଟା ଜଣା ପଡିଯିବ। ତେଣୁଟା ସମ୍ପୂର୍ଣ୍ଣ ଭିତ୍ତିହୀନ ଆଉ ଅମୂଳକ। ଆଉ ସେଥିପାଇଁ ସରପଞ୍ଚଙ୍କୁ ମୁଁ ଏ ବାବଦରେ ଜଣେଇଥିଲି। ସରପଞ୍ଚ ମଧ୍ୟ ମତେ ଏଇ କଥା ବୁଝେଇଛନ୍ତି। ଆଉ ସିଏ ମତେ ବାରମ୍ବାର କହିଛନ୍ତି ତମେ ଥାନାରେ କେସ୍ ଦିଅ। କାହା ନାଁରେ? ନା ପବିତ୍ର ନାଁରେ। ଯେହେତୁ ୱାଚ୍ ଆଣ୍ଡ ୱାର୍ଡ ଦାୟିତ୍ୱରେ ସିଏ ଅଛି, ସିଏ ମଧ୍ୟ ରବିବାରିଆ ବିନା କାରଣରେ ହେଡମାଷ୍ଟରଙ୍କୁ ନ ଜଣେଇ ଯୋଉ ଗେଟ୍ ଖୋଲି ଦିଏ। ସୁଶୀଲ କୁମାର ଜେନା ନଡିଆ ତୋଳିକି ନେଇଛନ୍ତି, ସମସ୍ତେ ଜାଣିଛନ୍ତି ରବିବାରିଆ, ଯେ କେହି ଜାଣିନାହାନ୍ତି। ଯେତେବେଳେ ପ୍ରଧାନ ଶିକ୍ଷକଙ୍କୁ ପଚରା ହେଇଛି ନଡିଆ କେମିତି ତୋଳା ହେଲା, ପ୍ରଧାନ ଶିକ୍ଷକ କହିଛନ୍ତି ନାଇଁ ମୁଁ ଜାଣିନି। ମୁଁ ଯେତେବେଳେ ପଚାରି ସୁଶୀଲ ଭାଇ ଆଉ ନଡିଆ କେମିତି ତମେ ତୋଳି ନେଲ, କୌଣସି ଷ୍ଟାଫଙ୍କୁ ଜଣେଇନ?
ना दीदी मु तोलिकी रखी आ मोर भी से बाबद रेकर्डिंग मध्य मु रखी जे मु रखी सेटा आपण जेतले टाइम मु देई देबी कोन पे आपण माने जो कहउतली जो मिछ कहउतली से मिछ कोन पे आपण केवल तांकर राग मु सब फ्री फ्रैंक ब्रेक कर देई से माने पीसी मागंती बर्तन ड्रेस पैसा बंटा जाई छी किंतु पैसा दिया नहीं से खाली कहउछन जे हमकु पीसी आग दियो पूर्व हेडमास्टर जे थिले ओडिसा ड्रेस हाउस रे 12,000 टंका थिला मते निजे कहले 12,000 टंका अछि आनिबे आगामी दिन रे गोटे प्रधान शिक्षक बैठक मासिका बैठक से खर्च करिवे मुझे जब पचारि सुशील भाई को जे भाई पैसा अछि ना ना मु आउरी 19,000 टंका पाइबी मु खर्च कर जे मु से पैसा नै जाई छी तेणु एई भला केलंकारी तेणु एई माने मते जानिगिरी गोटा फसे की विदा कर देले मु 19 मसिया रु रही छी फेब्रुआरी 19 तारिख 19 मसिया तेणु मु चाहूची वातावरण आमर शैक्षिक वातावरण सृष्टि हो आ से मो स्कूल सत्य प्रकाश हो मो स्कूल प्रेसिडेंट एई भली काम करचंती ता सहित विद्यालय रे 1.5 लाख टंका लूट करचंती उद्यान नारे विद्यालय भीतर गोटे 1.5 लाख टंकार से उद्यान करचन निजे किंतु आपण जदि देखिबे कोनोसी उद्यान नाही मु सेई कथा तले हां निश्चित सोशल ऑडिट वाला तले आसी से उद्यान खोजिले मु तांके एई कथा प्रकाश करथिली बोले कि कोनोसी उद्यान नाही से कथा को हमर जे पवित्र वाचांड वार्ड अछि तांको नै प्रेजेंट करथला जे मैडम आपण विषय रे खोलताळ करचन तेने एथिरे से अतिष्ठ होई कि मते ओडा राजनैतिक कुचक्रांत रे पकेय चाहछन तापर द्वितीय कथा जो घर चाली वर्तमान बीजेपी सरकार अंडर रे से माने घर करछन ये आसी मते फोर्स करले जे मु फलक करथिली गोटा जगह रे मु घर करथांती आपण काहे की दायित्व देले काहे चाबी सुरेंद्रनाथ जेना चाबी काहे सुरेंद्रनाथ जेना सुशील कुमार जेना मद बिगरासी मते धमकेइले